ବର୍ତ୍ତମାନ ସ୍ୱାମୀ ମରିଗଲେ କେବେ? ଏଇ ମେ 24 ରେ ଆଚ୍ଛା ମରିଗଲା ପରେ ସିଏ ସବୁ ତାଙ୍କୁ ନୋମିନି ଫୋମିନି ପକେଇ ସବୁ କାମ କରିଦେଇକି ଯାଇଛନ୍ତି। ସିଏ ଏବେ ପେନସନ ଉଠେଇକି ଆଣୁଛି। ରଖିଦେଇଛି। ହଁ ପେନସନ ଉଠେଇକି ଆଣୁଛି। ମୁଁ କାଉଲୁ ବାଉଲୁ ହେଇକି ଏ ଅଫିସ ସେ ଅଫିସ ସେ ଅଫିସ ମତେ ଯୋଉଠିକି କହୁଛନ୍ତି ଯାଉଛି। ନିମାପଡ଼ା ଗଲି ଯେ ନିମାପଡ଼ାରେ କହିଲି ନିମାପଡ଼ା ପୁରା ତାଙ୍କୁ ଡିଭିଜନ ଅଫିସ ସେଠିକି ଗଲି ଯେ ମୁଁ କହିଲି ମତେ ନହେଲେ ଇଏ ଦିଅ ତାଙ୍କୁ ସବୁ କହିଲି। ତାପରେ କହିଲି ମତେ ସର୍ଭିସ ବୁକ୍ ଟା ଦିଅ। ହୁଁ। ସିଏ କହିଲେ ଯେ ସର୍ଭିସ ବୁକ୍ 99 ମସିହା ବାତ୍ୟାରେ ଗୋତଳ ଗ୍ରାମ ବୋତଲଣ୍ଡା ଗୋତଳ ଗ୍ରାମ ବୋତଲ କଣ ଅଭିଯୋଗ ଅଛି ଆପଣଙ୍କର? ଅଭିଯୋଗ ଏଇ ତ ଆଜ୍ଞା ମୁଁ ଗୋଟିଏ କ୍ୟାନ୍ସର ରୋଗୀ। ଆଉ ସ୍ୱାମୀ ମଲେ ଏଇ ଯୋଉ ସିଏ ଗୋଟେ ରଖିଛନ୍ତି। ସ୍ୱାମୀ ଆପଣଙ୍କର ହଁ ରଖିଥିଲେ? ରଖିଥିଲେ। ସେ ମୋ ବାହାଘର 10 ବର୍ଷ ପରେ ଆଜ୍ଞା ରଖିଥିଲେ। ତାଙ୍କର ଗୋଟେ ପୁଅ, ମୋର 2 ପୁଅ 2 ଝିଅ। ସମସ୍ତେ ବାହାତଳା ହେଇଯାଇଛନ୍ତି। ଆଉ ତାପରେ ତ ମୁଁ ତ ଇଏ ରୋଗରେ ସେ ମତେ ଆଉ ପଚାରିଲେନି। ଆଉ ଆପଣ କେବେ ବାହା ହେଇଥିଲେ? ବାହା ହେଇଥିଲି 69 ମସିହା। 69 ମସିହା ତା 10 ବର୍ଷ ପରେ ମାନେ 79 ମସିହାରେ ହଁ ଆପଣଙ୍କର ସ୍ୱାମୀ ହଁ ରଖିଥିଲେ ଗୋଟେ ରଖିଥା। ହଁ ସିଏ ଆପଣଙ୍କର ରଖିଥିଲେ ଯେ ଆପଣଙ୍କ ଘରେ ରହୁଥିଲେ ନା ଅଲଗା ରହୁଥିଲେ? ହଁ ସିଏ ମୋ ଦାଦା ଝିଅ। ତ ଆପଣଙ୍କ ଦାଦା ଝିଅକୁ ହିଁ ବାହା ହେଇଥିଲେ ହଁ ଆପଣଙ୍କ ସ୍ୱାମୀ। ହୁଁ। ତ ବର୍ତ୍ତମାନ କଣ ଅଭିଯୋଗ ଆଣୁଛନ୍ତି? ବାହା ତ ହେଇପାରିବେନି, ମାନେ ରଖିଥିଲେ ଆଉ। ରଖିଥିଲେ ଆଉ। ହଁ ତ ବର୍ତ୍ତମାନ ଆଉ କଣ? ବର୍ତ୍ତମାନ ସ୍ୱାମୀ ମରିଗଲେ କେବେ? ଏଇ ମେ 24 ରେ ଆଚ୍ଛା ମରିଗଲା ପରେ ସିଏ ସବୁ ତାଙ୍କୁ ନୋମିନି ଫୋମିନି ପକେଇ ସବୁ କାମ କରିଦେଇକି ଯାଇଛନ୍ତି। ସିଏ ଏବେ ପେନସନ ଉଠେଇକି ଆଣୁଛି। ରଖିଦେଇଛି। ହଁ ପେନସନ ଉଠେଇକି ଆଣୁଛି। ମୁଁ କାଉଲୁ ବାଉଲୁ ହେଇକି ଏ ଅଫିସ ସେ ଅଫିସ ସେ ଅଫିସ ମତେ ଯୋଉଠିକି କହୁଛନ୍ତି ଯାଉଛି। ନିମାପଡ଼ା ଗଲି ଯେ ନିମାପଡ଼ାରେ କହିଲି ନିମାପଡ଼ା ପୁରା ତାଙ୍କୁ ଡିଭିଜନ ଅଫିସ ସେଠିକି ଗଲି ଯେ ମୁଁ କହିଲି ମତେ ନହେଲେ ଇଏ ଦିଅ ତାଙ୍କୁ ସବୁ କହିଲି। ତାପରେ କହିଲି ମତେ ସର୍ଭିସ ବୁକ୍ ଟା ଦିଅ। ହୁଁ। ସିଏ କହିଲେ ଯେ ସର୍ଭିସ ବୁକ୍ 99 ମସିହା ବାତ୍ୟାରେ ହଜିଯାଇଛି। ଆଚ୍ଛା ଆପଣଙ୍କର ପୁଅ ଝିଅ କେତୋଟି? ମୋର 2 ପୁଅ 2 ଝିଅ। ସବୁ ବାହା ହେଇଯାଇଛନ୍ତି? ହଁ ସାନ ତ ଝିଅ ଆପଣଙ୍କର ଯୋଉ ରଖିତା ଯିଏ ଆପଣଙ୍କ ସ୍ୱାମୀ ଯାହାକୁ ରଖିଥିଲେ ତାଙ୍କର ପିଲା ଛୁଆ କେତୋଟି? ମୋର ଗୋଟେ ପୁଅ। ଗୋଟେ ପୁଅ। ସେ ପୁଅ ସେ ମାଆଙ୍କୁ ରଖିକି ଧରିକି ସେ ତାଙ୍କର ଅଲଗା ରହୁଛନ୍ତି? ହଁ ସେ ଅଲଗା ରହୁଛନ୍ତି। ତାଙ୍କ ନାଁରେ କିନ୍ତୁ କାଗଜ ପତ୍ର କରିଦେଇଛନ୍ତି ଆପଣଙ୍କ ସ୍ୱାମୀ? ହଁ କଣ ବର୍ତ୍ତମାନ ଆପଣ କଣ ଅଭିଯୋଗ କରୁଛନ୍ତି? ଯେତେବେଳେ ଗଲେ ଅଫିସ କି କଣ କହିଲେ ଅଫିସରେ? ଅଫିସ ତ ଗଲି ଯେ ସେଠିକି ତହସିଲଦାରଙ୍କ ପାଖକୁ ଗଲି ଯେ ତହସିଲଦାର ତ କହିଲେ କୋର୍ଟକୁ କେସ୍ କର, କୋର୍ଟକୁ ଯା। ଆଉ ସେଠିକି ନିମାପଡ଼ା ଠେଇକି ଗଲି ଯେ ଡିଭିଜନ ଅଫିସ। ମୁଁ କହିଲି ମତେ ସର୍ଭିସ ବୁକ୍ ଟା ଦିଅ। ସର୍ଭିସ ବୁକ୍ ରେ ସେ କଣ କାହାକୁ ପକେଇଦେବେ ନା ନାଇଁ। ସିଏ କହିଲେ ଯେ ସର୍ଭିସ ବୁକ୍ 99 ମସିହାରୁ ହଜିଯାଇଛି। ଆଚ୍ଛା ସର୍ଭିସ ବୁକ୍ ଯଦି 99 ମସିହାରୁ ହଜିଗଲା ତାହେଲେ ପେନସନ ନେଇ ପାରୁଛନ୍ତି କେମିତି? ହଁ ପେନସନ ପାଉଛନ୍ତି କେମିତି? ସେ ରିଟାୟାର୍ଡ ହେଲେ କେମିତି? କୋଉ ଡିପାର୍ଟମେଣ୍ଟରେ କାମ କରୁଥିଲେ ଆପଣଙ୍କ ସ୍ୱାମୀ? ଇରିଗେସନ। ଇରିଗେସନ। କେତେ ଟଙ୍କା ଦରମା ପାଉଥିଲେ ରିଟାୟାର୍ଡ ହେଲା ବେଳକୁ? ଦରମା ପାଉଥିଲେ ରିଟାୟାର୍ଡ ପରେ ମୁଁ ତ ଜାଣିନି। ମୁଁ ଶୁଣିଲି ଯେ ଖାଲି ଶୁଣେ ଯେ ଟିକେ 20,000 ପାଉଥିଲେ ବୋଲି ପେନସନ। ପେନସନ 20,000 ପାଉଥିଲେ? ଆଚ୍ଛା ତ ବର୍ତ୍ତମାନ ଆପଣଙ୍କର ସେ ପେନସନ ଟଙ୍କା ମିଳୁନି? ମତେ ଆଉ କିଏ ଦଉଛି? ସିଏ ବା ନୋମିନି ପକେଇକି ଯାଇଛି, ସିଏ ଆଣୁଛି। ତାଙ୍କୁ ନମିନି କେବେ କରିଥିଲେ? ତାଙ୍କ ସହିତ ରହୁଥିଲେ? ହଁ ହଁ ସେ ତାଙ୍କ ସହିତ ରହୁଥିଲେ, ମୋ ସାଥିରେ କିଛି ସମ୍ପର୍କ ଆପଣଙ୍କଠୁ କେବେଠୁ ରଖିନଥିଲେ। ସମ୍ପର୍କ କଟିଲାଣି ଆପଣଙ୍କ? ମୁଁ ମୋ ବାପ ଘରକୁ ପିଲାଙ୍କୁ ନେଇକି ରହିବାଠୁ ମୁଁ ମୋର ଯାଇକି ରହିଲି ଆଉ। ତଥାପି କେତେ ବର୍ଷ ହେଇଯିବ? ତଥାପି ହେଇଯିବ ଇଏ ପୁଅ ହେଇକା ତ ସବୁ ତୁ ସେଇଠି ପାଠ ପଢେଇଲି ସେ ବହୁତ ବର୍ଷ ହେଇଯିବ। କେତେ 20-25 ବର୍ଷ? ହେଇଯିବ। ହଁ ହଁ। ତ ବର୍ତ୍ତମାନ ଯାଇକି ତାଙ୍କ ସହିତ ଆପଣ କଥା ହେଲେଣି କି ପେନସନ ଟଙ୍କା ତୁ ନଉଛୁ, ମୋ ପେନସନ ଟଙ୍କା କି ସ୍ୱାମୀଙ୍କ ପେନସନ କଥା ହେଲେଣି ତାଙ୍କ? ନା ସିଏ ଅଲଗା ଜାଗାରେ ରହୁଛନ୍ତି। ଆପଣ ଦେଖା କରୁନାହାନ୍ତି ତାକୁ? ନା ସିଏ ମତେ କଥାବାର୍ତ୍ତା କରେଇନି। ସିଏ କିନ୍ତୁ ଆପଣଙ୍କ ଦାଦା ଝିଅ? ହଁ। ଆପଣ କେସ୍ ବାସ୍ କିଛି କରିଛନ୍ତି? ନା। କେସ୍ ବାସ୍ କିଛି କରିନାହାନ୍ତି? କିନ୍ତୁ ଇରିଗେସନ ଡିପାର୍ଟମେଣ୍ଟ ଆପଣଙ୍କୁ ସର୍ଭିସ ବୁକ୍ ଦଉନି? ନା ଦଉନି। କୌଣସି ପ୍ରକାର ସାହାଯ୍ୟ କରୁନି? ନା। କୋଉ ଅଫିସରଙ୍କୁ ଦେଖା କରିଥିଲେ ଇରିଗେସନ ଡିପାର୍ଟମେଣ୍ଟରେ? କୋଉ ଅଫିସର କଣ ମୁଁ ଜାଣିପାରିବି। ସବୁ ପେନସନ ବସିଥିଲେ। ଏବେ କେତେ ଟଙ୍କା ମିଳୁଛି ପେନସନ? 20,000 ବୋଲି ମୁଁ ଶୁଣୁଛି ଆଜ୍ଞା। ତ ମାଉସୀ କଣ ଚାହୁଁଛନ୍ତି ବର୍ତ୍ତମାନ ଆପଣ? ପୁଣି କେମିତି ସେ ପେନସନ ଟିକେ ପାଇଲେ। ରୋଗୀ ଲୋକଟିଏ, କ୍ୟାନ୍ସର ରୋଗୀ, ଆପଣ କ୍ୟାନ୍ସର ରୋଗୀ? ହଁ
ସିଧା କଟକ କାର୍ସିନୋଭା ଆଉ ସିଧା ଏଠି- ନେବା ସିଧା ନେବା। ଯୋଉ ଏଠି ଭିଲେଜ ହସ୍ପିଟାଲରେ ଏବେ ଟ୍ରିଟମେଣ୍ଟ ଚାଲିଛି ଏଇ ଭୁବନେଶ୍ୱର ଭିଲେଜ ହସ୍ପିଟାଲରେ ମାସକୁ ଥରେ 15 ଦିନକୁ ଅସୁବିଧା ହେଲେ ବି ତାଙ୍କ ପାଖକୁ ଯାଉଛି। ଡାକ୍ତର କହିଛନ୍ତି ମଝିରେ ମଝିରେ ଅସୁବିଧା ହେଲେ ଆସିବ, ଯାଉଛି। ଏଇ ବୁଧବାରକୁ ପୁଣି ଅଛି ଯିବି। ଆଉ ଏମିତି ଚାଲିଛି, କଣ କରିବି ଆଜ୍ଞା। ଆପଣଙ୍କର ପୁଅ ଝିଅ କିଛି ଆକ୍ସନ ନେଉନାହାନ୍ତି? ହଁ, ବଡ ପୁଅ ପାଖରେ ଆସିକି ଅଛି ପରା, ବଡ ପୁଅ ପାଖରେ ଆସିକି ଅଛି। ଆପଣଙ୍କ ସ୍ୱାମୀ ଯାହାକୁ ରଖିଥିଲେ, ଆପଣଙ୍କ ପରିବାର ଲୋକ କି ଆପଣଙ୍କ ପୁଅ ଝିଅ ତାଙ୍କ ପାଖରୁ ଖୋଜ ଖବର ପାଉଛନ୍ତି, ଯାଉଛନ୍ତି ତାଙ୍କ ପାଖକୁ? ଆଁ? ତାଙ୍କ ପାଖକୁ ଯାଉଛନ୍ତି ନା ନା। ଟୋଟାଲି ପାଉନାହାନ୍ତି? ମୁଁ ଯାଉନାହାନ୍ତି ଆପଣ? ମୁଁ ସେଠିକି କାହିଁକି ଯିବି? ଆଚ୍ଛା, ଠିକ ଅଛି। ତାହେଲେ ଏବେ ଆପଣ ତ ଆପଣ ଚାହୁଁଛନ୍ତି ଏବେ ଆପଣଙ୍କୁ ଦିଆଯାଉ ଯୋଉ ପେନସନ ହଁ। ତ ସରକାରଙ୍କ ବର୍ତ୍ତମାନ ଯଦି ନ ଶୁଣନ୍ତି ଇରିଗେସନ ଡିପାର୍ଟମେଣ୍ଟ ଆପଣ କାହା ପାଖକୁ ଯିବେ? ମୁଁ ଆଉ କଣ କରିବି ଆଜ୍ଞା, କଣ କରିବି? ଆଚ୍ଛା, ସରକାରଙ୍କ ପାଖରେ ଅଭିଯୋଗ ଜଣେଇବେ, ଦେଖା କରିବେ, ମୁଖ୍ୟମନ୍ତ୍ରୀ ଅଛନ୍ତି, ସରକାରର ଅନ୍ୟ ବିଭାଗର ମନ୍ତ୍ରୀ ମାନେ ଅଛନ୍ତି, ତାଙ୍କୁ ଦେଖା କରିବେ? ହଁ ହଁ, ଆଉ କଣ କରିବି? ଯିବି ତ ଯାଉଛି, ତହସିଲଦାରଙ୍କ ପାଖକୁ ଫେଲ ମାଇଲି। କାହାକୁ? ତହସିଲଦାର ହଁ। ସିଏ ମନା କରିଦେଲେ, କହିଲେ କୋର୍ଟକୁ ଯାଅ, କୋର୍ଟରେ କେସ୍ କର। କେସ୍ କଲେ କଣ ମୁଁ ପାଇଯିବି କି ସାଙ୍ଗେ ସାଙ୍ଗେ? ମୋର ତ ଅବସ୍ଥା ଏଇଆ ହେଲାଣି। ଆଉ କେସ୍ କଲେ ମତେ କେତେ ଦିନରେ ସେ ଦେବେ, ମୁଁ କେତେ ଦିନରେ କଣ କରିବି? ଆପଣଙ୍କୁ କଣ ମା କ୍ୟାନ୍ସର ହେଇଛି? ହଁ। କେତେ ବର୍ଷ ହେଲା? ହଁ, ବର୍ଷେ ଖଣ୍ଡେ ହେଲାଣି। ଟ୍ରିଟମେଣ୍ଟ ହଉଛନ୍ତି? ହଁ, କଟକରେ ନେଲେ ମାସେ ଲାଇଟ୍ ପଇଲା। ଆଉ ତାପରେ ଏଇଠିକି ସେ ଡକ୍ଟର ପ୍ରତି ବୁଧବାର ଆଉଛନ୍ତି, ଏଇ ଭୁବନେଶ୍ୱର ଯୋଉ ଭିଲେଜ ହସ୍ପିଟାଲ ସେଠିକି ଯାଉଛି ମାସକେ ଥରେ। ଅସୁବିଧା ହେଲେ ମଝିରେ ବି ଯାଉଛି, ଦେବେ। ଆଉ କେମୋ ଦିଆହେଲା, ନେଲି କେମୋ ନେଇଛି, 9ଟା କେମୋ ନେଇଛି। 9ଟା କେମୋ? ହଁ। ହଉ, ଠିକ ଅଛି।